ତୋ ଠାରୁ ଦୂରେଇ ଯିବା ଭଳି ସାହସ ନାହିଁ ମୋର। ତୋ ପାଖରେ ରହିବା ଭଳି ଭାଗ୍ୟ ନାହିଁ ମୋର। ଆରେ ଶୁଣୁ, ମୁଁ ତତେ ଏମିତି ଭଲ ପାଇଯାଇଛି ଯେ ତତେ କେବେ ଭୁଲି ପାରିବିନି। କାହିଁକି ନା ତୁ ମୋ ହୃଦୟରେ ଏମିତି ରହିଯାଇଛୁ ଯେ ତତେ କେବେ ସେଠୁ କାଢ଼ି ପାରିବିନି। ହଁ, ତତେ ସେଇଦିନ ଭୁଲିଯିବି ଯେଉଁଦିନ ମୋ ଜୀବନର ଶେଷ ଦିନ ହୋଇଥିବ। ମୁଁ ଜାଣିଛି ତୁମେ ଖରାପ ନୁହଁ କି ଧୋକେବାଜ ନୁହଁ, ହେଲେ କିଛି ବୁଝିପାରୁନ। ଦିନ ଆସିବ ତମେ ବୁଝିପାରିବ, ହେଲେ ସେଦିନ ମୁଁ ତୁମ ପାଖରେ ନଥିବି। ମୋର ଏମିତି ଗୋଟେ ସମ୍ପର୍କ ଥିଲା ଯାହା କେବେ ଭାଙ୍ଗିବାର ନଥିଲା, ତଥାପି ସିଏ ଭାଙ୍ଗିଗଲା। ଆଜି ତା ସାଥିରେ ପଦେ କଥା ହେବା ବି ମୋ ପାଇଁ ସ୍ୱପ୍ନ। ସତ କହୁଛି, ସେ କଥା ସବୁ ମନେ ପଡ଼ିଗଲେ ନା ମରିଯିବାକୁ ଇଚ୍ଛା ହଉଛି। ତୁମ ସହିତ ଟିକେ କଥା ହେବା ପାଇଁ ବହୁତ ଇଚ୍ଛା ହଉଛି, କିନ୍ତୁ ପରେ ଭାବୁଛି ମୋ ଖୁସି ପାଇଁ ତାଙ୍କୁ କ'ଣ ପାଇଁ ଆଉ ହଇରାଣ କରିବି। ସେଥିପାଇଁ ତ ନିଜ ଇଚ୍ଛାକୁ ନିଜ ମନ ଭିତରେ ମାରି ଦଉଛି। ଧନ, ଯଦି ସମୟ ମିଳେ କେବେ ତ ମୋତେ ଗୋଟିଏ ଉତ୍ତର ନିଶ୍ଚୟ ଦେବ। ଧନ, ସେଇଟା କେଉଁ ଭଲ ପାଇବା ଥିଲା ଯାହା ମୁଁ ତୁମକୁ ଦେଇପାରିଲିନି? ରଖ ମୋତେ ତୁମ ଆଖି ପଲକରେ, ଓଠରେ ନ ହେଲା ନାହିଁ। ଯଦି କେବେ ତୁମେ ଝୁରିବ ମୋ ପାଇଁ, ଝରିବି ମୁଁ ଲୁହ ହୋଇ। ମୁଁ ଏଇ କଥା ଭାବିକି ବଞ୍ଚିଛି। ସେ ମୋ ଭାଗ୍ୟରେ ନ ହେଲା ତ କ'ଣ ହେଲା, ମୋ ହୃଦୟରେ ତ ଅଛି। ମଣିଷ ସମୟ ପାଖରେ ହାରି ନଥାଏ, ମଣିଷ ହାରିଥାଏ ଅଭିନୟ ପାଖରେ। କାରଣ କିଛି ଲୋକ ନିଜ ସ୍ୱାର୍ଥ ପାଇଁ ଏମିତି ଅଭିନୟ କରନ୍ତି, ତାଙ୍କୁ ବୁଝିବା କଷ୍ଟକର ହୋଇଯାଏ। ମୋ ସହ ଯଦି କଥା ନ ହୋଇ ସେ ଖୁସିରେ ରହିପାରୁଛି, ମୁଁ କାହିଁକି ତାକୁ ଅଯଥାରେ ଡିଷ୍ଟର୍ବ କରିବି? ଭଗବାନ କରନ୍ତୁ ମୋର ସବୁ ଆୟୁଷ ତତେ ହିଁ ଲାଗିଯାଉ। କାହିଁକି ନା ମୁଁ ମରିଗଲେ ତୁ ବହୁତ ଖୁସି ହେବୁ। କାରଣ ମୁଁ ବଞ୍ଚିକି ତତେ ବହୁତ ହଇରାଣ ଆଉ କଷ୍ଟ ଦେଉଛି। ତୁ ଭଗବାନଙ୍କ ପାଖରେ ପ୍ରାର୍ଥନା କର ମୁଁ ଯେମିତି ଯେତେ ଶୀଘ୍ର ମରିଯାଏ।